ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ହନୁମାନଙ୍କୁ ଭରତଙ୍କ ବାଟୁଳି ମାଡ଼। ଲଙ୍କାରେ ରାମ ରାବଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥାଏ। ରାବଣର ଅଜୟ ପୁତ୍ର ଇନ୍ଦ୍ରଜିତର ମୃତ୍ୟୁ ହୋଇଗଲା। 3 ଜଣ ଅମାତ୍ୟ ବିରୁପାକ୍ଷ, ମହୋଦର, ମହାପାର୍ଶ୍ୱ ସୁଗ୍ରୀବ ଓ ଅଙ୍ଗଦଙ୍କ ଦ୍ୱାରା ନିହତ ହେଲେ। ଦଶାନନ ଏଥିରେ ଅତି କ୍ରୋଧିତ ହୋଇ ଆହୁରି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରମାନ ଘେନି ରଣଭୂମିରେ ଉଭା ହେଲା। ମନରେ ଦୃଢ଼ ସଂକଳ୍ପ, ରାମ ଲକ୍ଷ୍ମଣଙ୍କୁ ନିହତ କରି ମୋର ସ୍ୱଜନମାନଙ୍କର ହତ୍ୟା ପ୍ରତିଶୋଧ ନେବି। ପୁଣି ଘମାଘୋଟ ଲଢ଼େଇ ଲାଗିଗଲା। ଶ୍ରୀରାମ ବହୁ ଦିବ୍ୟମାନାସ୍ତ୍ରର ପ୍ରେରଣ କରି ରାବଣର ଶକ୍ତିକୁ ପ୍ରତିହତ କରୁଥାନ୍ତି। ରାବଣ ରାମବାଣର ସଫଳ ମୁକାବିଲା କରି ରାମଙ୍କ ଉପରକୁ ଭୟଙ୍କର ଶସ୍ତ୍ରବର୍ଷା କରୁଥାଏ। ଲକ୍ଷ୍ମଣ ଅନୁଭବ କରେ ଯେ ଏ ଯୁଦ୍ଧ ଠିକ୍ ବାଟରେ ଯାଉନାହିଁ। ଏଣୁ ସେ ତେଜିଆନ ତୀକ୍ଷ୍ଣ ଶରବର୍ଷା କରି ରାବଣର ଧ୍ୱଜାକୁ ଛିନ୍ନ କରି ତା ସାରଥୀର ମସ୍ତକ ଛେଦନ କଲେ। ବିଭୀଷଣଙ୍କ ଗଦାଘାତରେ ରାବଣର ଅଶ୍ୱ ସବୁ ନିହତ ହେଲେ। ଦଶାନନ କ୍ରୋଧିତ ହୋଇ ବିଭୀଷଣଙ୍କ ଉପରକୁ ଗୋଟିଏ ଶକ୍ତିଶାଳୀ ଭାଲା ନିକ୍ଷେପ କଲା, ମାତ୍ର ଲକ୍ଷ୍ମଣ ଏହାକୁ ଅନାୟାସରେ କାଟିଦେଲେ। ପୁଣି ରାବଣ ବିଭୀଷଣଙ୍କ ପ୍ରତି ଏକ ମହାଶକ୍ତି ପ୍ରୟୋଗ କଲା। ଲକ୍ଷ୍ମଣ ତାକୁ ମଧ୍ୟ କାଟିଦେଲେ। ରାବଣ କ୍ରୋଧ ଜର୍ଜରିତ ହୋଇ କହିଲା, ତୁ ମୋର ଏହି ମହାଶକ୍ତିକୁ କାଟି ପକାଇଲୁ, ଆଜି ତୋର ନିସ୍ତାର ନାହିଁ। ଏହା କହି ସେ ମୟଦାନବ ନିର୍ମିତ ବ୍ରଜତୁଲ୍ୟ ରକ୍ତଚିହ୍ନିତ ଏକ ମହାଶକ୍ତିକୁ ଲକ୍ଷ୍ମଣଙ୍କ ପ୍ରତି ପ୍ରୟୋଗ କଲା। ଘୋର ଗର୍ଜନ କରି ସେହି ପ୍ରାଣଘାତୀ ଶକ୍ତି ଲକ୍ଷ୍ମଣଙ୍କ ବକ୍ଷସ୍ଥଳ ଭେଦ କଲା। ଲକ୍ଷ୍ମଣ ଭୂମି ଉପରେ ସଜ୍ଞା ହରାଇ ପଡ଼ିଲେ। ଲକ୍ଷ୍ମଣଙ୍କ ଅଚେତନ ରୁଧିରାକ୍ତ ଶରୀରକୁ ଦେଖି ରାମ ବିଳାପ କରିବାକୁ ଲାଗିଲେ। ପ୍ରାଣପ୍ରିୟ ଲକ୍ଷ୍ମଣଙ୍କୁ କୋଳରେ ରଖି ବାନର ଓ ଭଲ୍ଲୁକ ସେନାଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଥାନ୍ତି ପ୍ରଭୁ ଶ୍ରୀରାମ। ସମସ୍ତେ ଚିନ୍ତାରେ, ଏବେ କ'ଣ କରାଯିବ? ଏହି ସମୟରେ ଜାମ୍ବବାନଙ୍କ ବୈଦ୍ୟ ସୁଷେଣଙ୍କ କଥା ମନକୁ ଆସିଲା। ସେ କହିଲେ, ଲଙ୍କାରେ ବୈଦ୍ୟ ସୁଷେଣ ଅଛନ୍ତି, ତାଙ୍କୁ ଏଠାକୁ ଡକାଯାଉ। ସୁଷେଣ ନିଶ୍ଚୟ ଲକ୍ଷ୍ମଣଙ୍କ ଉପଯୁକ୍ତ ନିଦାନ କରିବେ। ଏହା ଶୁଣି ତତ୍କ୍ଷଣାତ୍ ମହାବୀର ହନୁମାନଙ୍କୁ ପଠାଗଲା ସୁଷେଣଙ୍କୁ ଘେନି ଆସିବା ପାଇଁ। ହନୁମାନ ସଙ୍ଗେ ସଙ୍ଗେ ଏକ କ୍ଷୁଦ୍ର ରୂପରେ ଲଙ୍କାରେ ପ୍ରବେଶ କରି ବୈଦ୍ୟ ସୁଷେଣଙ୍କୁ ତାଙ୍କ ଘର ସହିତ ଟେକି ଘେନି ଆସିଲେ। ରାମଚରିତ ମାନସରେ ସନ୍ଥ ତୁଳସୀଦାସ କହିଲେ, ଧରି ଲଘୁ ରୂପ ଗୟଉ ହନୁମନ୍ତ, ଆନେଉ ପବନ ସମେତ ତୁରନ୍ତା। ବୈଦ୍ୟରାଜ ସୁଷେଣ ପହଞ୍ଚି ଲକ୍ଷ୍ମଣଙ୍କ ପରେ ହସ୍ତଚାଳନ କରି ପ୍ରଭୁଙ୍କୁ କହିଲେ, ପ୍ରଭୁ, ଲକ୍ଷ୍ମଣ ମରିନାହାନ୍ତି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ତାଙ୍କର ମୁଖ ଚକ୍ଷୁ ସବୁ ସତେଜ ଅଛି। ସେ ହନୁମାନଙ୍କୁ ଚାହିଁ କହିଲେ, ବତ୍ସ, ତୁମେ ଶୀଘ୍ର ଯାଇ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ, ସଞ୍ଜୀବନୀ, ସୁବର୍ଣ୍ଣକରଣୀ ଓ ସନ୍ଧାନକରଣୀ ଏହି ଔଷଧି ଗୁଳ୍ମ ସବୁ ନେଇ ଆସ। କାଳ ବିଳମ୍ବ ନ କରି ଶୀଘ୍ର ବାହାରି ଯାଅ। ରାତ୍ରି ଶେଷ ହେବା ପୂର୍ବରୁ ହିଁ ଲକ୍ଷ୍ମଣଙ୍କୁ ବଞ୍ଚାଇବାକୁ ପଡ଼ିବ, ଅନ୍ୟଥା ସବୁ ଉଦ୍ୟମ ବ୍ୟର୍ଥ ହୋଇଯିବ। ହନୁମାନ ସଙ୍ଗେ ସଙ୍ଗେ ପ୍ରଭୁଙ୍କ ଚରଣ କମଳରେ ଶିର ଲଗାଇ ଏଇ କ୍ଷଣି ଯାଇ ଘେନି ଆସୁଛି କହି ବାହାରି ପଡ଼ିଲେ। ସନ୍ଥ ତୁଳସୀଦାସ କହିଲେ, ରାମଚରଣ ସରସିଜ ଉରରାଖି, ଚଲା ପ୍ରଭଞ୍ଜନ ସୁତ ବଲ୍ଲଭାସି। ହନୁମାନ ଆକାଶରେ ପବନ ବେଗରେ ଉଡ଼ି ଯାଉଥାନ୍ତି। ତାଙ୍କର ଗତିରୋଧ କଲା ରାବଣ ନିୟୋଜିତ କାଳନେମୀ ଦୈତ୍ୟ। ସଫଳ ଭାବେ ତାର ମୁକାବିଲା କରି ହନୁମାନ ଯାଇ ପହଞ୍ଚିଲେ ଗନ୍ଧମାର୍ଦ୍ଦନ ପର୍ବତରେ। ସେଠାରେ ସେ ସୁଷେଣ ବତାଇଥିବା ଔଷଧମାନଙ୍କୁ ଚିହ୍ନି ନ ପାରି ପ୍ରବଳ ହୁଙ୍କାର କରି ସମଗ୍ର ପର୍ବତକୁ ଉତ୍ପାଟନ କରି ବାମ ହସ୍ତରେ ଦୋଳି ଧରିଲେ ଏବଂ ଜୟ ଶ୍ରୀରାମ କହି ଗଗନ ମାର୍ଗରେ ଲଙ୍କା ଦିଗରେ ଲମ୍ଫ ପ୍ରଦାନ ପୂର୍ବକ ଉଡ଼ିବାକୁ ଲାଗିଲେ। ତାଙ୍କ ବାଟରେ ପଡ଼ିଲା ଅଯୋଧ୍ୟା। ଶ୍ରୀରାମଙ୍କ ପାଦୁକା ପୂଜା କରି ଭରତ ନନ୍ଦୀଗ୍ରାମରେ ରହି ଅଯୋଧ୍ୟାକୁ ଶାସନ କରୁଥାନ୍ତି। ଭରତ ଦେଖିଲେ ଆକାଶ ମାର୍ଗରେ ଗୋଟିଏ ବିଶାଳ ବସ୍ତୁ ଉଡ଼ି ଉଡ଼ି ଯାଉଛି। କେହି ଗୋଟାଏ ରାକ୍ଷସ ଯାଉଛି ଭାବି ସେ ତାଙ୍କ ଧନୁର ଗୁଣକୁ କାନ ପର୍ଯ୍ୟନ୍ତ ଟଙ୍କାରି ନେଲେ ଓ ଗୋଟିଏ ଫଳକ ବିହୀନ ବାଣ ବାଟୁଳି ଛାଡ଼ିଦେଲେ। ସେହି ବାଣ ଆଘାତରେ ହନୁମାନ ତୁରନ୍ତ ରାମ ରାମ କହି ଗନ୍ଧମାର୍ଦ୍ଦନ ପର୍ବତ ସହ ମୂର୍ଚ୍ଛିତ ହୋଇ ଆସି ତଳେ ପଡ଼ିଗଲେ। ସନ୍ଥ ତୁଳସୀଦାସ ରାମଚରିତ ମାନସରେ ଲେଖିଲେ, ପରେଉ ମୁରୁଛି ମହି ଲାଗତ ସାୟକ, ସୁମରିତ ରାମ ରାମ ରଘୁନାୟକ। ରାମ ନାମ ଶୁଣିବା କ୍ଷଣି ଭରତ ଆତୁରିତ ହୋଇ ତାଙ୍କ ନିକଟକୁ ଧାଇଁ ଆସିଲେ। ହନୁମାନଙ୍କ ସେ ବକ୍ଷରେ ତୁଳି ଧରି ଚେତା କରାଇବାକୁ ଚେଷ୍ଟା କଲେ, କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ
ଚେତା ଆସିଲା ନାହିଁ। ସେ ନିଜକୁ କଟୁ ଧିକ୍କାର କରି କହିଲେ, ଯେଉଁ ବିଧାତା ମୋତେ ଶ୍ରୀରାମ ବିମୁଖ କରିଦେଲା, ସେହି ବିଧାତା ମୋତେ ଆଜି ଏହି ଦାରୁଣ ଦୁଃଖରୁ ପୁଣି ପକାଇଦେଲା। ଯଦି ମୋର ମନ କର୍ମ ବଚନରେ ପ୍ରଭୁ ଶ୍ରୀରାମ ଥିବେ, ତେବେ ଏହି ବାନର ଅବିଳମ୍ବେ ଏ ପୀଡ଼ାରୁ ମୁକ୍ତ ହୋଇଯାଉ। ରାମ ନାମ କାନରେ ପଡ଼ିବାରୁ ହନୁମାନ ନିଦ୍ରାରୁ ଉଠିଲେ। ପ୍ରାୟ ଜୟ ଶ୍ରୀରାମ କହି ବସି ପଡ଼ିଲେ। ଭରତ ଛଳ ଛଳ ଆଖିରେ ତାଙ୍କୁ ବକ୍ଷରେ ଚାପି ଧରିଲେ। ରାମ ସେବକ ଜାଣି ସେ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ଅନୁଜ ଲକ୍ଷ୍ମଣ ଓ ମାତା ଜାନକୀଙ୍କ କୁଶଳ ଜିଜ୍ଞାସା କଲେ। ହନୁମାନ ଅତି ସଂକ୍ଷେପରେ ଭରତଙ୍କୁ ସବୁ କଥା କହିଦେଲେ। ତାହା ଶୁଣି ଭରତ ପଶ୍ଚାତାପ କରି କହିଲେ, ମୁଁ ଏ ଜଗତରେ କାହିଁକି ଜନ୍ମ ନେଲି? ମୁଁ ପ୍ରଭୁଙ୍କର କିଛି କାମରେ ଆସିଲି ନାହିଁ। ତୁମେ ଭାଗ୍ୟବାନ। ପୁଣି ଏହା ଅନୁଶୋଚନାରେ ବେଳ ନୁହେଁ ଜାଣି ସେ ହନୁମାନଙ୍କୁ କହିଲେ, ଆରେ ବାପ, ତୁମର ଯିବା ତ ବିଳମ୍ବ ହୋଇଯିବ। ତେଣେ ରାତି ପାହିଗଲେ ସବୁ ଅନର୍ଥ ହୋଇଯିବ। ଆସ, ପର୍ବତ ସହିତ ମୋ ବାଣ ଉପରେ ବସିଯାଅ। ତୁମକୁ କୃପାନିଧାନ ପ୍ରଭୁଙ୍କ ନିକଟରେ ଅତି ଶୀଘ୍ର ପହଞ୍ଚାଇ ଦେଉଛି। ପ୍ରଥମେ ମୋ ବୋଝ ବୋହି ବାଣ କିପରି ଚାଲିବ, ଏପରି ଏକ ଅଭିମାନ ହନୁମାନଙ୍କ ମନରେ ଜାଗି ଉଠିଥିଲା। କିନ୍ତୁ ଶ୍ରୀରାମଙ୍କ ନାମ ସ୍ମରଣରେ ତାହା ଦୂର ହୋଇଗଲା। ସେ ଭରତଙ୍କୁ ବାହୁବଳ, ଅତି ସୁନ୍ଦର ସ୍ୱଭାବ, ପ୍ରଭୁଙ୍କ ଚରଣରେ ତାଙ୍କର ଅଚଳ ଭକ୍ତି ଆଦିର ପ୍ରଶଂସା କରି ପୁନଃ ବାୟୁବେଗରେ ଆକାଶ ମାର୍ଗରେ ଲଙ୍କା ଦିଗରେ ଉଡ଼ିବାକୁ ଆରମ୍ଭ କରିଦେଲେ। ତେଣେ ରାତି ଶେଷ ହୋଇ ଆସୁଥାଏ। ସମସ୍ତେ ଚିନ୍ତିତ ହୋଇପଡ଼ିଥାନ୍ତି। ଶ୍ରୀରାମ କହୁଥାନ୍ତି, ଆସି ଅର୍ଦ୍ଧରାତ୍ରି ହେଲାଣି, କାହିଁ ହନୁମାନ ତ ଆସିଲେ ନାହିଁ। ଏମିତି କହି ସେ ଅତି ଦୁଃଖରେ ସାନ ଭାଇ ଲକ୍ଷ୍ମଣକୁ ଉଠାଇ ଛାତିରେ ଭିଡ଼ି ଧରିଲେ। ଅର୍ଦ୍ଧରାତ୍ରି ଗପି ନାହିଁ ଆୟତ, ରାମ ଉଠାଇ ଅନୁଜ ଓର ଲାଇବ। ଏହି ସମୟରେ ହନୁମାନ ଗନ୍ଧମାର୍ଦ୍ଦନ ଧରି ଆସି ଓହ୍ଲାଇ ପଡ଼ିଲେ। ସମସ୍ତଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠିଲା। ପ୍ରଭୁ ଶ୍ରୀରାମ ଗଦଗଦ ହୋଇ ହନୁମାନଙ୍କୁ ଗଳାରେ ଲଗାଇ ନେଲେ। ବୈଦ୍ୟରାଜ କାଳ ବିଳମ୍ବ ନ କରି ଲକ୍ଷ୍ମଣଙ୍କ ଚିକିତ୍ସା ଆରମ୍ଭ କରିଦେଲେ। କିଛି ସମୟ ପରେ ଲକ୍ଷ୍ମଣଙ୍କ ଶରୀରରେ ପ୍ରାଣ ସଞ୍ଚାର ହେଲା। ଗଭୀର ନିଦ୍ରାରୁ ଉଠିଲା ଭଳି ସେ ଉଠି ବସି ପଡ଼ିଲେ। ଚାରିଆଡ଼େ ହର୍ଷଧ୍ୱନି ହେଲା। ସ୍ୱର୍ଗରେ ଦେବତାମାନେ ଦୁନ୍ଦୁଭି ବାଦ୍ୟ ସହ ପୁଷ୍ପବୃଷ୍ଟି କରିବାରେ ଲାଗିଲେ। ଲଙ୍କାରେ ଋଣଭୂମି ପ୍ରକମ୍ପିତ ହେବାକୁ ଲାଗିଲା। ବୈଦ୍ୟରାଜ ସୁଷେଣଙ୍କ ଜୟ ଜୟକାର ଧ୍ୱନି ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ ସେହି ମୁହୂର୍ତ୍ତକୁ ଚିତ୍ରିତ କଲେ। ତୁରତ ବୈଦ୍ୟ ତବ କିନି ଉପାଇ, ଉଠେ ବୈଠେ ଲଛିମନ ହରସାଇ। ବୈଦ୍ୟ ସୁଷେଣ ବାନର ରାଜା ସୁଗ୍ରୀବଙ୍କ ଶ୍ୱଶୁର ଥିଲେ, କିନ୍ତୁ ସେ ଯାଇ ରହୁଥିଲେ ଲଙ୍କାରେ। କୁହାଯାଏ, ହନୁମାନ ଯେତେବେଳେ ଗନ୍ଧମାର୍ଦ୍ଦନ ଧରି ପୁନଃ ଉଡ଼ାଣ କଲେ, ସେହି ପର୍ବତର ଏକ ଛୋଟ ଖଣ୍ଡ ନନ୍ଦୀଗ୍ରାମ ନିକଟରେ ଖସି ପଡ଼ିଥିଲା। ମଣିପର୍ବତ ନାମରେ ତାହା ଅଧୁନା ଅଯୋଧ୍ୟାରେ ବିଦ୍ୟମାନ ଅଛି। ମଣିପର୍ବତ ଉପରୁ ଅଯୋଧ୍ୟା ନଗରୀ ଓ ପାର୍ଶ୍ୱବର୍ତ୍ତୀ କ୍ଷେତ୍ରମାନଙ୍କର ଦୃଶ୍ୟ ଦର୍ଶନ ଅତ୍ୟନ୍ତ ମନୋଲୋଭା ଓ ଚିତ୍ତହରଣକାରୀ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ।